ଓହୋ ଆମର ବିଗ୍ ବସ୍ କି ଏଇଟା ଗୋଟେ ମକା ସାର୍। ବିଗ୍ ବସ୍ ଅଗ୍ରଜା ସିଡ୍ସର ବିଗ୍ ବସ୍ ମକା ଏଇଟା। ହଁ ସାର୍। ଆଜ୍ଞା ନମସ୍କାର। ହଁ ନମସ୍କାର ସାର୍। ମୁଁ କିଶୋର ସିଂ ଅଗ୍ରଜା ସିଡ୍ସରୁ ଆସିଥିଲି। ହଁ ସାର୍। ମୁଁ ଜାଣିବା ପାଇଲି ଇଏ ହେଉଛି ଆପଣଙ୍କର ମକା ଫିଲ୍ଡ। ହଁ ସାର୍। ତ ଏଇ ମକା ଚାଷ ଯେଉଁ କରିଛନ୍ତି ହଁ ସାର୍। ଏଇଟା ମୁଁ ଜାଣିବାକୁ ଚାହୁଁଛି ହଁ ଯେ ଏଇଟା କେଉଁ କମ୍ପାନୀରେ କରିଛନ୍ତି ଆଉ ଏଇଟା କେଉଁ ଭେରାଇଟି? ଅଗ୍ରଜା କମ୍ପାନୀର ଭେରାଇଟି ସାର୍। ସେଇ ଅଗ୍ରଜା କମ୍ପାନୀର ଭେରାଇଟି ସାର୍। କେଉଁ ମକାର ନାଁ ଜାଣିଛନ୍ତି କି? ମକାର ନାଁ ବୋଲେ ବିଗ୍ ବସ୍ ସାର୍। ବିଗ୍ ବସ୍ ହଁ ସାର୍। ଅଗ୍ରଜା କମ୍ପାନୀର ବିଗ୍ ବସ୍ କରିଛନ୍ତି। ହଁ ବିଗ୍ ବସ୍ ସାର୍। ହଁ ଠିକ୍ ଅଛି। ହେଲେ ଏଇଟା କଲା ପରେ ଆପଣଙ୍କୁ ଭଲ ଲାଗୁଛି ନା ଭଲ ଲାଗୁନି? ଭଲ ଲାଗୁଛି ସାର୍। ଭଲ ଲାଗୁଛି। କ'ଣ ଭଲ ଦାନା ଲାଗୁଛି? ଦାନା ଭରପୁର ଅଛି ସାର୍। ଦାନା ଭରପୁର ଅଛି। ଗୋଟେ ମକା ଟିକେ କାଢ଼ିକି ଦେଖେଇବେ କି ଆମକୁ? ହଁ ସାର୍। ଯେହେତୁ ଆମ ଚାଷୀ ଭାଇ କିଛି ଅଛନ୍ତି ସେମାନେ ଜାଣିବାକୁ ଚାହୁଁଛନ୍ତି ଅଗ୍ରଜା ସିଡ୍ସର ବିଗ୍ ବସ୍ ମକାଟା କେମିତି ହେଉଛି ବୋଲିକିରି। ନାଇଁ ଭଲ ଅଛି ସାର୍। ଦାନା ଭରପୁର ଅଛି। ଭରପୁର ମାନେ ଟିପ୍ ଫିଲିଂ ଅଛି। ଠିକ୍ ଫିଲିଂ ଅଛି। ଟିପ୍ ଜାଗା ଫିଲିଂ ନାହିଁ ସାର୍। ପୁରା ଜାଗା ଆଉ କିଛି ଖାଲି ନାହିଁ, ଖାଲି ପୁରା ଭର୍ତ୍ତି। ମକା ଛୋଟ ସାଇଜ୍ ଅଛି ନା ବଡ଼ ସାଇଜ୍ ଅଛି? ବଡ଼ ସାଇଜ୍ ଅଛି ସାର୍। ବଡ଼ ସାଇଜ୍ ମକା ଅଛି। ମୂଳ ଆଚ୍ଛା ପର୍ଯ୍ୟନ୍ତ ଅଛି। ପୁରା ମୂଳରୁ ଟିପ୍ ହଁ। ମୂଳରୁ ଅଛି। ହଁ। ଆଚ୍ଛା ସବୁ ଗଛରେ ମକା ଅଛି ନା ଗୋଟେ ଗୋଟେ ଗଛରେ ସାନ ଗୋଟେ ଗୋଟେ ଗଛରେ ବଡ଼ ଅଛି? ନାଇଁ ସବୁ ଗଛରେ ସାଇଜ୍ ଅଛି। ଆଚ୍ଛା ଏଇଠି ଏ ଗୋଟେ ମକା ଅଛି। ହଁ, ଆକୁ ଟିକେ ଦେଖିଲେ ଏଇଠି ପୁରା ଭରପୁର ଅଛି ହଁ, ନା ଟିପ୍? ଭରପୁର ଅଛି। ହଁ ଏଠି ମଧ୍ୟ ଟିପ୍ ଫିଲିଂ ହଁ ପୁରା ଭରପୁର। ଟିପ ପର୍ଯ୍ୟନ୍ତ। ହଁ ଭରପୁର ଅଛି ସାର୍। ମୁଁ ଚାଷୀ ଭାଇମାନଙ୍କୁ କହି ରଖିବାକୁ ଚାହେଁ ହଁ ସାର୍। ଯେ ଦେଖନ୍ତୁ ପ୍ରତ୍ୟେକ ଗଛରେ ଟିପ୍ ଫିଲିଂ ସେ ଗୋଟେ ଦେଖିଲି ଏଇଟା ଗୋଟେ ଦେଖିଲି ହଁ ପୁରା ସାର୍। ଦାନା ବଡ଼। ମୋଟା ବି ଅଛି ହଁ ସାର୍। ଗେଡ଼ା ବଡ଼ ଅଛି। ହଁ ସାର୍। ଆଉ ବର୍ତ୍ତମାନ ଦାନା ବି ହଁ ଦେଖନ୍ତୁ ବଡ଼ ଅଛି। ହଁ ସାର୍। ଆଉ ଇଏ ତ ପୁରା ପାକଳ ହେଇଗଲାଣି ବୋଧେ? ପାକଳ ହେଇଗଲା ସାର୍। ପାକଳ ହେଇଗଲାଣି। ହଁ ସାର୍। ଭାଇ ମୁଁ ଆପଣଙ୍କୁ କହିବି ହଁ ଗୋଟେ ମକାଟା ଟିକେ କାଢ଼ିବେ କି? ହଁ ସାର୍। ଟିକେ କାଢ଼ନ୍ତୁ ଗୋଟେ ମକା ମୁଁ ଜାଣିବାକୁ ଚାହୁଁଛି ଯେ ମକାଟା ଆପଣଙ୍କର ଆପଣ ଯଦି ଖରାପ ହେବେ ନାହିଁ ଗୋଟେ ମକା ଭାଙ୍ଗିବାକୁ ଚାହିଁବି ମୁଁ। ହଁ ସାର୍। ଆପଣ ଭାଙ୍ଗନ୍ତୁ, ଆପଣ ଗୋଟେ ମକା ଭାଙ୍ଗନ୍ତୁ। ହଁ ଆକୁ ମଝିରୁ ଆପଣ ଦେଖନ୍ତୁ ଇଏ ହେଉଛି ବିଗ୍ ବସ୍ ମକା ଅଗ୍ରଜା ସିଡ୍ସର ବିଗ୍ ବସ୍ ମକା ଏଇଟା ବୁଝିଲେ କି? ହଁ ସାର୍। ପୁରା ବଡ଼ ସାଇଜ୍ ଅଛି। ବର୍ତ୍ତମାନ ମୁଁ ଚାଷୀ ଭାଇ ଆପଣଙ୍କୁ ମୁଁ କହୁଛି ଆପଣ ଏ ମକା ଟିକେ ଭାଙ୍ଗିଲେ ମୁଁ ତାର ମସୁଲି ଦେଖିବାକୁ ଚାହୁଁଛି। ମସୁଲି ବଡ଼ ଆସୁଛି ନା ଛୋଟ ଆସୁଛି? କଲର୍ ତ ବଢ଼ିଆ ଅଛି। କଲର୍ ବଢ଼ିଆ ଅଛି। କଲର୍ ବଢ଼ିଆ ଅଛି। ଆପଣ ଭାଙ୍ଗନ୍ତୁ, ମଝିରେ ଭାଙ୍ଗନ୍ତୁ। ବାସ୍ ମସଲି ତ ଛୋଟ ଥିବ ଦେଖନ୍ତୁ ସାର୍। ମସୁଲି ମଧ୍ୟ ଛୋଟ ଅଛି। ହଁ ସାର୍। ମସୁଲି ଛୋଟ ହେବା ଯୋଗୁଁ କ'ଣ ହୁଏ ଆପଣ ଗୋଟେ 4-6ଟା ଏ ଗୋଟେ ଲାଇନ୍ର ମଞ୍ଜି ଟିକେ ବାହାର କଲେ ହଁ ହାତରେ ବାହାର କରନ୍ତୁ। ମଞ୍ଜି କେମିତି ଆସୁଛି ଆପଣଙ୍କୁ ମୁଁ ଜାଣିବାକୁ ଚାହୁଁଛି। ଦେଖନ୍ତୁ ମୁଁ ଚାଷୀ ଭାଇ ସମସ୍ତଙ୍କୁ ଦେଖିବାକୁ ଚାହୁଁଛି ଦାନା ବଡ଼ ଅଛି। ବଡ଼ ଦାନା। ମସୁଲି କେମିତି ଅଛି? ମସଲି ଛୋଟିଆ ଅଛି। ମସୁଲି ମିଡ଼ିୟମ୍ ଅଛି। ଛୋଟ ହେଲେ ତ ଦେଖନ୍ତୁ ଲାଇନିଂ କମିଯିବ। ହଁ ସାର୍। ତେଣୁ ଛୋଟ ମସୁଲି ନାହିଁ, ଏଇଟା ବଡ଼ ମସୁଲି ବି ଯିବନି। ବଡ଼ ମସୁଲି ତ ଦାନା ବି ଛୋଟ ହେଇଯିବ। ହଁ ତେଣୁ ବର୍ତ୍ତମାନ ମସୁଲି ମିଡ଼ିୟମ୍ ରହିଛି। ଆପଣଙ୍କର କେତେ ଲାଇନିଂ ଆସୁଛି ଆଜ୍ଞା ଦେଖିବା ଗୋଟେ ରଖନ୍ତୁ ମୁଁ ଟିକେ ଦେଖିଦିଏ। ହଁ ସାର୍। 1 2 3 4 5 6 7 8 9 10 11 12 13 14 15 16 ଲାଇନ୍ ପର୍ଯ୍ୟନ୍ତ ଆସିଛି। ହଁ 16 ଲାଇନ୍। 16 ଲାଇନ୍ ଆସୁଛି। ଦାନା ବି ହଁ ସାର୍। ବଡ଼ ଅଛି। ବଡ଼ ଅଛି। ଆପଣଙ୍କର ଗୋଟେ ଜିନିଷ କୁହନ୍ତୁ ହଁ ସାର୍। ବିହନ ଯେଉଁ ଆଣିଥିଲେ ବିହନଟା ସରୁ ମଞ୍ଜି ନା ବଡ଼ ମଞ୍ଜି ଥିଲା? ସରୁ ମଞ୍ଜି ଥିଲା। ସରୁ ମଞ୍ଜି ହେଲେ କ'ଣ ହେବ? ସରୁ ମଞ୍ଜି ହେଲେ ଆପଣଙ୍କୁ ଅଧିକ କଭରେଜ୍ ମାନେ କଭରେଜ ଆପଣଙ୍କୁ ଅଧିକ। ଗୋଟେ ଏକରରେ ଯେଉଁ ଆପଣଙ୍କୁ କେତେ କିଲୋ ଲାଗୁଥିଲା? 8 କିଲୋ ଆପଣ ଦେଇଥିଲେ। ହଁ ସାର୍। 2 ପ୍ୟାକେଟ୍ 4 କିଲୋ 8 କିଲୋ ଦେଇଥିଲେ। କିନ୍ତୁ ଏଇଟା ଆପଣଙ୍କୁ ଆସିଲା କେତେ? ଗୋଟେ ଏକରରୁ ଅଧିକ ଆପଣ ଯାହାହେଲେ ଲଗେଇଥିବେ। ହଁ ଯେଉଁ ସରୁ ମଞ୍ଜିରେ ଆପଣଙ୍କୁ ଗୋଟେ ଫାଇଦା ଅଛି ହଁ ସାର୍। ଯେ ଆପଣଙ୍କୁ ଗୋଟେ ଏକରରୁ ଅଧିକ ସିଏ ଯିବ। ଯିବ। କିନ୍ତୁ ସରୁ ମଞ୍ଜି ବୋଲି ଆପଣ ମନ ଦୁଃଖ ସେତେବେଳେ ହେଇଥିବ ଯେହେତୁ ସରୁ ମଞ୍ଜି ଏଇଟା ଆଉ ଗୋଟେ ଏକର ଲଗେଇବାଟେ ଯେଉଁ ଏଇଟା କେମିତି କରିବି ବୋଲିକି। କିନ୍ତୁ ଦେଖିଲା ବେଳକୁ ଏଇଟା ଦେଖନ୍ତୁ ଯେଉଁ ବିହନ ଆସିଲା ପରେ ଆପଣଙ୍କୁ ମୋଟା ଦାନା ଦେଇଛି। ହଁ ମୋଟା ଦାନା ହେଇଛି ସାର୍। ମୋଟା ଦାନା ହେଇଛି। ମୋଟା ଦାନା ହେଲେ କ'ଣ ହେବ? ମୋଟା ଦାନା ହେଲେ ତ ବେଶୀ ହେବ ସାର୍। ଓଜନ ବଢ଼ିବ। ଓଜନ ବଢ଼ିବ। ହଁ। ଆଚ୍ଛା ତ ସବୁ ଗଛରେ ସେମିତି ମୋଟା ମୋଟା ଦାନା ହେଇଛି ଗାଢ଼ା ବଡ଼ ହୋଇଛି କି? ହଁ ସାର୍। ଏଇଟା ଗୋଟେ ମୁଁ ଭାଙ୍ଗିଲି ଆପଣଙ୍କ ମନ ଦୁଃଖ ହେଇଥିବ ନିଶ୍ଚୟ। ନାଇଁ। ଆଉ ଏଇଟା ବି ଯେଉଁ ଟିପ୍ ଫିଲିଂ ଅଛି ହଁ ସାର୍। ଠିକ୍ ଅଛି। ଆଉ ଗୋଟେ କାଢ଼ିଲେ ସବୁ ଟିପ୍ ଫିଲିଂ ଅଛି ନା ଗୋଟେ ଗୋଟେ ହେଇଛି ମୁଁ ଜାଣିବାକୁ ଚାହୁଁଛି। ହଁ ଏଇଟା ବି ଦେଖନ୍ତୁ। ହଁ ଇଏ ବି ସେମିତି ହେଇଛି। ଇଏ ବି ସେମିତି ହେଇଛି।
ଆଉ ଗୋଟେ କାଢ଼ନ୍ତୁ ଗୋଟେ ଦୁଇଟା ଦେଖିବା ଯେହେତୁ ଆମ ଚାଷୀ ଭାଇ ଏଇ ପ୍ରୋଗ୍ରାମ ଦେଖୁଛନ୍ତି ସମସ୍ତେ ଜାଣିବାକୁ ଚାହୁଁଛନ୍ତି ଯେ ଏଇଟା ହଁ ଏଇଟା ମଧ୍ୟ ସେମିତି ହେଇଛି ହଁ ଦାନା ସବୁ ବଡ଼ ଅଛି ହଁ ଠିକ୍ ଅଛି ଠିକ୍ ଅଛି ଆଉ ଗୋଟେ ଦୁଇଟା ଗଛ ଦେଖେଇବେ କି ଅଛି ଆପଣ ସେଇ ସାଇଡ଼୍ ଦେଖେଇଲେ ଯାହା ବି ଦେଖନ୍ତୁ ବାସ୍ ଇଏ ମଧ୍ୟ ଦେଖନ୍ତୁ ଏଇ ମଧ୍ୟ ଟିପ୍ ଫିଲିଂ ପ୍ରତ୍ୟେକ ଗଛରେ ଆପଣଙ୍କର ଟିପ ପର୍ଯ୍ୟନ୍ତ ମକା ଅଛି ସାର୍ ଦାନା ଭରପୁର ଅଛି ଆଉ ଗଛର ସାଇଜ୍ଟା ବେଶୀ ବଡ଼ ନାହିଁ ମିଡ଼ିୟମ୍ ଅଛି ମିଡ଼ିୟମ୍ ଅଛି ମିଡ଼ିୟମ୍ ହେବା ଦ୍ୱାରା ଭାଇ ଆପଣ କହିପାରିବେ କି କ'ଣ ଏଠି ସୁବିଧା ନା ଅସୁବିଧା ମିଡ଼ିୟମ୍ ଭଲ ଏକା ସାର୍ ମିଡ଼ିୟମ୍ ହେଲେ କ'ଣ ହେବ ପଡ଼ିଯିବ ନାହିଁ ଗଛ ପଡ଼ିବନି ହଁ, ଇଏ ପଡ଼ିବନି। ପ୍ରଥମ କଥା ହଁ। ଆଉ କିଛି କାଲି ଯାଇଥିଲି ସେ ବେଲଗାଁ ହଁ। ଝରିଗାଁ ପାଖରେ ହଁ ସେ ମଧ୍ୟ ଚାଷୀ କହୁଥିଲେ ଯେ ଗଛ ଅତି ଉଚ୍ଚା ହେଲେ ହଁ। ଗାଡ଼ାଟା ଗାଡ଼ା ସାନ ହବନି ସାନ ସାର୍, ହେଇଯିବ ସାନ ହେଇଯିବ ତ ଏଇଟା ମିଡ଼ିୟମ୍ ଗଛରେ ହଁ। ଗଡ଼ା ବି ବଡ଼ ଆସିଛି ଆରି ବଡ଼ ଆସିଛି ହଁ ସାର୍ ହଁ ଠିକ୍ ଅଛି ହଁ। ତ ମୁଁ ବର୍ତ୍ତମାନ ଚାହୁଁଛି ହଁ ଆପଣଙ୍କୁ ପଚାରିବା ପାଇଁ ହଁ। ଯେ ଆପଣଙ୍କୁ ଆସନ୍ତା ବର୍ଷକୁ ଏଇ ମକା କରିବେ କି ହଁ ସାର୍ ଆସନ୍ତା ଖୁସି ବର୍ଷ- ଲାଗିଲା ହଁ, ଭଲ ଲାଗିଲା ଭଲ ଲାଗିଲା ସାର୍ ଆଉ କିଛି ଆମ ଆସନ୍ତା ଚାଷୀ ଭାଇ ମଧ୍ୟ ଏଇ ପ୍ରୋଗ୍ରାମ ଦେଖୁଛନ୍ତି ବର୍ଷ- ହଁ ସାର୍ ତାଙ୍କୁ ଆପଣ କୁହନ୍ତୁ ହଁ ଯେ ଆପଣଙ୍କର ମତାମତ କ'ଣ ଏଇ ମକା ଲଗେଇଲା ପରେ ଆପଣ କେମିତି ଲାଗିଲା ଚାଷୀ ଦେଖୁଛନ୍ତି ହଁ ଏଇ ସାର୍। ପ୍ରୋଗ୍ରାମଟା ତାଙ୍କୁ କୁହନ୍ତୁ ଆପଣ ଚାଷୀ ତ ମୁଇଁ କହିବି ସାର୍ ମୋ ହିସାବରେ ସେମାନେ ବି ଲଗାନ୍ତୁ ଆଉ ଲାଭବାନ ହୁଅନ୍ତୁ ହଁ 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 ସାର୍ ଠିକ୍ ଅଛି ହଁ ଧନ୍ୟବାଦ ହଁ ସାର୍